ମାଲିକାପଡ଼ିଠାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ବନ ବିଭାଗ ପକ୍ଷରୁ ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ କୁହ ଉଦୟଗିରି ସେକ୍ସନ ଓ ବନାଞ୍ଚଳ ସହଯୋଗରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସରକାରୀ ଲୋକମାନେ ବାହାରେ ରହନ୍ତି, ଅଫିସରେ ରହନ୍ତି। ଜଙ୍ଗଲ ସୁରକ୍ଷା ଆମେ ଚାହିଁଲେ ଜଙ୍ଗଲ ସୁରକ୍ଷା କରିପାରିବୁ, ଆମେ ଚାହିଁଲେ ଜଙ୍ଗଲ ନଷ୍ଟ କରିପାରିବୁ। ତ ସେଇ ଦୃଷ୍ଟିରୁ ବିଷୟ ହେଉଛି ନିଆଁ ଲଗେଇବା ବିଷୟରେ। ଛୋଟ ପିଲା ଜଙ୍ଗଲ ଯାଇ ନିଆଁ ଲଗାନ୍ତି ନାହିଁ। ମୋ ଅନୁଭୂତିରେ ମୁଁ କହୁଛି, ରାସ୍ତାରେ ଯେଉଁ ଗଲାବେଳେ ପ୍ରାୟ ଖସଡ଼ା ହୁଏ, ଆଉ ପତ୍ର ପଡ଼ି ଗୋଡ଼ ଖସିଯାଏ, ତା ଦ୍ୱାରା ଲୋକମାନେ ବହୁତ ଏଞ୍ଜୟ ହୁଅନ୍ତି। ସେଥିପାଇଁ ଦିଆସିଲି ଲଗେଇ ଦିଅନ୍ତି, ସେ ଜାଗାକୁ ସଫା କରନ୍ତି। ଆ ଦ୍ୱାରା ଜଙ୍ଗଲ ସବୁ ଚାରିଆଡ଼େ ବ୍ୟାପିଯାଏ ନିଆଁଟା। ତ ସେଇଥିପାଇଁ ଆମେ ବିଶେଷ ଧ୍ୟାନ ଦେବା ଦରକାର ଯେ ଜଙ୍ଗଲରେ କେବେ ଆମେ ନିଆଁ ଲଗେଇବା ନାହିଁ। ଜଙ୍ଗଲର ପବନ ଆମମାନଙ୍କର ଜୀବନ ରକ୍ଷା କରେ। ତେଣୁ ଜଙ୍ଗଲ ସୁରକ୍ଷା ଆମ ପ୍ରତ୍ୟେକଙ୍କର କର୍ତ୍ତବ୍ୟ। ଯଦି ଜଙ୍ଗଲରେ ନିଆଁ ଲାଗିଛି, ଫାୟାର ଷ୍ଟେସନକୁ ନହେଲେ ବନ ବିଭାଗକୁ ଆମେ ଜଣେଇଲେ ତୁରନ୍ତ ତାର ପ୍ରତିକାର ହେବ। ଆଉ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ଜଙ୍ଗଲ ସମିତି ସୁରକ୍ଷା ବିଷୟରେ କିଛି ଆମମାନଙ୍କ ନିକଟରେ ଅବଗତ କରିବେ। ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲିକପଡ଼ି ସରପଞ୍ଚ ଝରଣା ପ୍ରଧାନ, ନାୟବ ସରପଞ୍ଚ ଚନ୍ଦ୍ରକାନ୍ତ ପ୍ରଧାନ, ୱାର୍ଡ ମେମ୍ବର ଏବଂ ସମସ୍ତ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ଥିବାବେଳେ ଏସ୍ଏଚ୍ଜି ଗ୍ରୁପ, ସିଆର୍ପି, ଏମ୍ବିକେ ମାନେ ଉପସ୍ଥିତ ଥିଲେ। ପାହାଡ଼ ଏନ୍ଜିଓ ଷ୍ଟାଫ୍ ସହଯୋଗ କରିଥିବା ବେଳେ ଫରେଷ୍ଟର ପ୍ରଶାନ୍ତ କୁମାର ସାହୁ ଓ ଗାର୍ଡ ମନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୌଦାମିନୀ ସାହୁଙ୍କ ରିପୋର୍ଟ, ପର୍ଯ୍ୟବେକ୍ଷକ ଓଡ଼ିଶା।